ଦିଅରର ଆକ୍ରମଣ, ଭାଉଜ ମୃତ, ହାଉ ପୁତୁରା ଗୁରୁତର। ଘରୋଇ ଅଶାନ୍ତିରୁ ଚାଲିଯାଇଛି ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ ପାଳସକଣ୍ଡା ଗ୍ରାମରେ। ଦୁଇ ପରିବାର ମଧ୍ୟରେ ହଣାକଟା ଘଟି ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁବରଣ କରୁଥିବା ମହିଳା ଜଣକ ହେଲେ ପାଳସକଣ୍ଡା ଗ୍ରାମର ଭାସି ପ୍ରଧାନ। ସେ ଗ୍ରାମରେ ଛେଳି ଚରାଇ ନିଜ ପରିବାର ଜୀବିକା ନିର୍ବାହ କରୁଥିଲେ। ଗ୍ରାମର କିଛି ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ ଭାସି ପ୍ରଧାନ ଏବଂ ମୁରଲୀ ପ୍ରଧାନଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା। ଆଜି ଅପରାହ୍ନ 4 ଘଣ୍ଟିକା ସମୟରେ ଭାସି ପ୍ରଧାନ ପାଳସକଣ୍ଡା ଗ୍ରାମର ମନ୍ଦିର ନିକଟରେ ଥିବା ଜମିରେ ଛେଳି ଚରାଉଥିବା ବେଳେ ଛେଳିପଲ ମୁରଲୀଙ୍କ ରାଶି କ୍ଷେତରେ ପଶି ଯାଇଥିଲା। ଏହାକୁ କେନ୍ଦ୍ର କରି ମୁରଲୀଙ୍କ ପରିବାର ଓ ଭାସି ମଧ୍ୟରେ ପୁଣି ବଚସା ହେବା ସହିତ ଏହି ହଣାକଟାର ସୂତ୍ରପାତ ହୋଇଥିଲା। ଉଭୟ ପରିବାର ମଧ୍ୟରେ ହୋଇଥିଲା ହଣାକଟା। ଭାସିଙ୍କ ଟାଙ୍ଗିଆ ଚୋଟରେ ମୁରଲୀ ପ୍ରଧାନଙ୍କ ପରିବାର ଲୋକେ ସାମାନ୍ୟ ଆହତ ହୋଇଥିବା ବେଳେ ମୁରଲୀ ପ୍ରଧାନ ତାଙ୍କ ସ୍ତ୍ରୀ ବିନି ଏବଂ ପୁଅର ମିଳିତ ଆକ୍ରମଣରେ ଆସି ମୃତ୍ୟୁବରଣ କରିବା ସହ ତାଙ୍କ ପୁଅ ନାରାୟଣ ଗୁରୁତର ଆହତ ହୋଇଥିଲେ। କିନ୍ତୁ ଭାସି ମୃତ୍ୟୁବରଣ କରିଥିବା ମୁରଲୀ ପ୍ରଧାନଙ୍କ ପରିବାର ଲୁଚାଇ ସେମାନେ ଗାଙ୍ଗପୁର ଥାନାକୁ ଭାସିଙ୍କ ନାମରେ ଅଭିଯୋଗ କରିବାକୁ ଆସିଥିଲେ। କିନ୍ତୁ କୌଣସି ସୂତ୍ରରୁ ମୁରଲୀଙ୍କ ପରିବାର ଲୋକେ ଆକ୍ରମଣରେ ଭାସି ମୃତ୍ୟୁବରଣ କରିଥିବା ଖବର ପୋଲିସ ପାଖରେ ପାଇଯାଇଥିବାରୁ ପୋଲିସ ବର୍ତ୍ତମାନ ମୁରଲୀ, ତାଙ୍କ ସ୍ତ୍ରୀ ଓ ପୁଅକୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ଭାସିଙ୍କ ମୃତଦେହ ଘଟଣାସ୍ଥଳରେ ପଡ଼ି ରହିଥିବା ବେଳେ ଗୁରୁତର ନାରାୟଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲକୁ ପଠାଇଥିବା ଜଣାପଡ଼ିଛି। ଘଟଣାସ୍ଥଳକୁ ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ସମେତ ଗାଙ୍ଗପୁର ପୁଲିସ ବାହିନୀ ଉପସ୍ଥିତ ରହି ଘଟଣାର ତଦନ୍ତ କରୁଛନ୍ତି। ଗାଙ୍ଗପୁର ଥାନା ଯେଉଁ ପାଳସକଣ୍ଡା ଗାଁ ଅଛି, ସେ ଗାଁରେ ସମ୍ପୂର୍ଣ୍ଣ ଭାଇ ଭାଇ ପାରିବାରିକ ବିବାଦକୁ ନେଇକି ଗୋଟେ ଅଭାବନୀୟ ଘଟଣା ଘଟିଛି। ସେ ଅଭାବନୀୟ ଘଟଣାଟା ହେଉଛି ଆଜି ଅପରାହ୍ନ ସମୟରେ ଯେତେବେଳେ ଭାଉଜ ଯିଏ ମୃତ୍ୟୁବରଣ କରିଛନ୍ତି, ଭାଉଜ ଭାସି ପ୍ରଧାନ, ସିଏ ଏବଂ ତାଙ୍କ ପୁଅ ହୀନ ପ୍ରଧାନ ତାଙ୍କର ଛେଳି ଗୋଠ ନେଇକି ପାଖ ଗାଁ ପାଖକୁ ଛେଳି ଚରାଇବାକୁ ଯାଇଥିଲେ। ତାଙ୍କର ପାରିବାରିକ ଯେଉଁ ଭାଇ ଭାଇ ଭିତରେ ଯେଉଁ ଥିଲା ବିବାଦ ଥିଲା, ଶତ୍ରୁତା ଥିଲା ବିଭିନ୍ନ କାରଣକୁ ନେଇକି, ସେଇ କାରଣକୁ ଇଏ କରିକି ତାର ଯେଉଁ ୟାର ଦିଅର ମୁରଲୀ ପ୍ରଧାନ ଏବଂ ତାର ସ୍ତ୍ରୀ ଏବଂ ତାର ପୁଅ, ଏ 3 ଜଣ ତାଙ୍କୁ ଫଲୋ କରିକି ଯାଇଥିଲେ ଏବଂ ଯେଉଁ ଜାଗାରେ ଛେଳି ଚରାଉଥିଲେ ପାଖ ଜାଗାରେ ସେଇଠି ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ। ଭାସି ପ୍ରଧାନ ଏବଂ ତାଙ୍କ ପୁଅ ହୀନ ପ୍ରଧାନକୁ ଭାସି ପ୍ରଧାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଏବଂ ହୀନ ପ୍ରଧାନ ଏବେ ଚିକିତ୍ସାଧୀନ ଅଛନ୍ତି ହସ୍ପିଟାଲରେ, ଭଲ ଅଛନ୍ତି। ଏ ସଂକ୍ରାନ୍ତରେ ଆମେ ଗୋଟେ ହତ୍ୟା ମକଦ୍ଦମା ଏବଂ ହତ୍ୟା ଉଦ୍ୟମ ମକଦ୍ଦମା ମିଶାଇକି ଗୋଟେ ମକଦ୍ଦମା ରୁଜୁଛି ଗାଙ୍ଗପୁର ଥାନାରେ, ତଦନ୍ତାଧୀନ ଅଛି। ଆକ୍ୟୁଜମାନଙ୍କୁ ଆମେ ଅଟକ ରଖିଛୁ, ପଚରାଉଚରା କରୁଛୁ। ଯେତିକି ଏଫଆଇଆର ନେମ୍ ଡାକୁଛି ସମସ୍ତେ ଅଟକ ଅଛନ୍ତି। ସମସ୍ତେ ଏଫଆଇଆର ନେମ୍ ଡାକୁଛି, ଅଟକ ଅଛନ୍ତି। ଅନ୍ୟ କିଛି ଦିଗ ଅଛି ତଦନ୍ତ ଚାଲିଛି, ବଟ୍ ବେସିକାଲି ଏକ୍ସକ୍ଲୁସିଭଲି ଏଇଟା ଗୋଟେ ଭାଇ ଭାଇ ପାରିବାରିକ ବିବାଦ। ଗଞ୍ଜାମ ଭଜନଗରରୁ ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, ୟୁଆନ୍ ଓଡ଼ିଆ।